আজি হଉଛି দেবস্ନାন ପୂର୍ଣ୍ଣିମା କିମ୍ବା ଆଜି ଆମେ ତାକୁ ଜ୍ୟେଷ୍ଠ ପୂର୍ଣ୍ଣିମା ମଧ୍ୟ କହିଥାଉ। ତେବେ ଆଜିର ଦିନରେ ଆପଣମାନେ ଯଦି ଜଗନ୍ନାଥଙ୍କର ଗଜାନନ ବେଶ ଯାହାକି ଦର୍ଶନ କରୁଛନ୍ତି ତେବେ ଆପଣଙ୍କର ପାପ ଶୁଦ୍ଧିକରଣ ହୋଇଥାଏ ଏବଂ ଆପଣଙ୍କର ଧନ ଜନ ଭାଗ୍ୟ ଉଦୟ ଯୁକ୍ତ ହୋଇଥାଏ। ତେବେ ଆଜିର ଦିନରେ ବିଶେଷ କରି ଜ୍ୟୋତିଷ ପ୍ରତିକାର ସ୍ୱରୂପ ଚନ୍ଦ୍ରକୁ ଅର୍ଘ୍ୟ ଅର୍ପଣ କରନ୍ତୁ, ଯାହାକି ଅର୍ଥ ଏବଂ ମାନସିକ ଶାନ୍ତି, ଯାହାକି ଆପଣମାନେ ଚନ୍ଦ୍ରକୁ ଅର୍ଘ୍ୟ ଦାନ ସମୟରେ କଞ୍ଚା କ୍ଷୀର ଚିନି ଏବଂ ଚାଉଳ ମିଶାଇ ଅର୍ଘ୍ୟ ଦିଅନ୍ତୁ। ତେବେ ଆଜିର ଦିନରେ ଆପଣ ଯେକୌଣସି ଚନ୍ଦ୍ରଙ୍କର ମନ୍ତ୍ର ଜପ କରନ୍ତୁ। ଆପଣଙ୍କର ମାନସିକ ଶାନ୍ତି ଯାହାର ମିଳୁନାହିଁ ତାକୁ ଅଧିକ ଶାନ୍ତି ମିଳିବ। ତେବେ ଆଜିର ଦିନରେ ଆପଣ ମାନେ ଯଦି ଧଳା ବସ୍ତ୍ର ଚାଉଳ କ୍ଷୀର ଏବଂ ଚିନି ଦାନା ଆପଣ ଯଦି ଦାନ କରୁଛନ୍ତି ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, ଯାହାକି ଚନ୍ଦ୍ର ଗ୍ରହ ଆପଣଙ୍କୁ ଅଧିକ ସ୍ଥିରତା ପ୍ରଦାନ କରିଥାଏ। ତେବେ ଆଜିର ଦିନରେ ଯଦି ଆପଣ ଦେବୀ ଲକ୍ଷ୍ମୀ କି ପୂଜା କରୁଛନ୍ତି, ଯାହାକି ଆପଣଙ୍କର ଅର୍ଥଜନିତ ସମସ୍ୟା ଦୂରୀଭୂତ ହେବା ସହିତ ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହିଥାଏ। ଆଜିର ଦିନରେ ଆପଣ ମାନେ ଯଦି ଗଙ୍ଗା ସ୍ନାନ କରୁଛନ୍ତି, ସମ୍ଭବ ହୁଏ ଯଦି ଆପଣ ଗଙ୍ଗାରେ ସ୍ନାନ କରନ୍ତୁ କିମ୍ବା ଯେକୌଣସି ପବିତ୍ର ନଦୀରେ ବା ଯେକୌଣସି ସ୍ଥାନରେ ସ୍ନାନ କରୁଛନ୍ତି ଟିକେ ଗଙ୍ଗା ଜଳ ପକେଇ ସ୍ନାନ କରନ୍ତୁ, ଆପଣଙ୍କର ଭାଗ୍ୟ ଉଦୟ ଯୁକ୍ତ ହୋଇଥାଏ। ତେଣୁ ଆପଣ ମାନେ ନିଶ୍ଚିତ ଏହି ଉପାୟ ଗୁଡିକ କରନ୍ତୁ ଏବଂ ନିଜର ଭାଗ୍ୟକୁ ପରିବର୍ତ୍ତନଶୀଳ କରାନ୍ତୁ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 29 ଜୁନ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ଚନ୍ଦ୍ରଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁନ ମାସ 29 ତାରିଖ ଓଡ଼ିଆ ଆଷାଢ଼ ମାସ 15 ଦିନ ସୋମବାର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି, ଯାହା ରାତ୍ରି 4:54 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ପ୍ରତିପଦା ତିଥି ଆରମ୍ଭ ହେଉଛି। ଆଜି ମୂଳା ନକ୍ଷତ୍ର ଯାହା ରାତ୍ରି 3:59 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ବଷାଢ଼ା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଧନୁ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:07 ସେଇଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:28। ଆଜି ଯୁଗ୍ନି ରହିଛି ବାୟୁକୋଣରେ ରାତ୍ରି 4:54 ପରେ ଯୁଗ୍ନି ପୂର୍ବ ଦିଗରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ପୂର୍ଣ୍ଣିମାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ଆମିଷ ଭୋଜନ ସହିତ ଫଳ ମଧ୍ୟ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ କରିପାରିବେ ଯାହାକି ଜ୍ୟେଷ୍ଠାକୃତ ସ୍ନାନ ଦାନ ବ୍ରତ ଉପବାସ ଚନ୍ଦ୍ର ପୂଜା ଅର୍ଘ୍ୟଦାନ ଓ ସ୍ତ୍ରୀ ତୈଳ ବର୍ଜନ। ଆଜିର ଅଶୁଭ ବେଳା ଯାହା ଦିବା 6:50 ଦିବା 8:33 ମଧ୍ୟ ରହିଛି ରାହୁ କାଳ ସହିତ କାଳ ବେଳା। ସେହିଭଳି ଦିବା 1:24 ଦିବା 3:03 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 10:30 ରାତ୍ରି 11:50 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 8:44 ଦିବା 10:17 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 8:59 ରାତ୍ରି 10:22 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:40 ରାତ୍ରି 3:06 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଶେଷ ରାତ୍ରି 3:47 ଶେଷ ରାତ୍ରି 4:29 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି ଆଜି ବୃଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ରବି ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ବୁଧ ବୃହସ୍ପତି ଏବଂ ଶୁକ୍ର ସଞ୍ଚରଣ କରୁଛନ୍ତି,
सिंह राशि रे केतु संचरण करुछंती, धनु राशि रे चंद्र संचरण करुछंती, कुंभ राशि रे राहु संचरण करुछंती एवं मीन राशि रे शनि संचरण करुछंती। तेबे ये थिला आजिर ग्रहर स्थिति। गोचर कुंडली रे चंद्र आज संचरण करुछंती मूला नक्षत्र रे, जहा कि सोमवार। तेबे एही मूला नक्षत्र रे चंद्र संचरण रे केउ राशि आज बहुत भल दिन हेबो, केउ राशि आज बहुत सावधान रहिबाकू पड़िबो, केउ राशि आज नूतन कार्य आरंभ करि पारिबे, केउ राशि आज नूतन कार्य करिवे नाही। आनिबा मेष ठारू मीन राशि पर्यंत प्रत्येक राशि जात व्यक्ति मानक पई केउ ग्रह विशेष प्रभाव पकेइबो जानिबा आज एही राशिफल कार्यक्रम रे। तेबे ए थिला आजिर ग्रहर स्थिति। एही स्थिति को देखि मु नेई आसीछि पूरा दिनर हालचाल। तेबे जेउ माने प्रथम करी मते देखुचंती सेमानंकु मु कहि रखुछि जे आपण माने आपणकर जन्म राशिर राशिफल देखि पारिबे। तेबे जो माने राशिफल जानि नाहांती सेमाने निजर प्रचलित नाम राशिर राशिफल देखि पारिबे। तेबे प्रथमे चलंतु जानिबा मेष राशि व्यक्तिक विषय। मेष राशि व्यक्ति आज समस्त कार्य बाधायुक्त रहुछि। कौनसी शुभ कार्य करिबा आज असंभव, कार्य बाधा, समस्त कार्य अस्थिरता, मानसिक दुर्बल एवं समस्त क्षेत्र में आपणकर वैचारिक मतभेद जहाँकि परिवार वर्ग बंधु वर्ग तत्सहित प्रेम जगत में तेबे जो कार्य करुछंती सेठारे कार्य साहाय्य मिलिबा भारी कष्टकर। अनेक अस्थिरता, व्यवसाय रे विफलता, राजनीतिक सामाजिक क्षेत्र में अस्थिरता बा आपणकर भाग्य निम्नगामी रहुछि। शत्रु माने विभिन्न प्रकार योजना करी आपन को हैरान करि पारंती। परिवार वर्ग विशेष करी पुत्र पुत्री सहित अधिक मतभेद आसी पारे बा संतान युक्त समस्या आपन भोगी पारंती। तेबे आज जहाँकि मेष राशि व्यक्ति आपन दूर यात्रा न करिले भल होंता। स्वास्थ्य प्रति ध्यान दियंतु। आज मेष राशि व्यक्तिंकर भाग्य संख्या रही जहाँकि 5। भाग्य रंग आपन धला रंग व्यवहार करंतु। ग्रह माने आपन को आज 35% साथ दउछंती। एबे चलंतु जानिबा वृष राशि व्यक्तिक विषय। वृष राशि व्यक्ति आज आपणकर कार्य शुभ युग रहुछि। जेकोसी अनुकूल कार्य करिबा पई ग्रह आपनको सहयोग करूछंती। तेबे आज वृष राशि व्यक्ति राजनीतिक सामाजिक क्षेत्र में निजर मान सम्मान वृद्धि होई पारे। आज निजर कार्यकौशल द्वारा समस्त को दृष्टि आकर्षण करि पारंती। आज दैनंदिन कार्य प्रभाव पकई आपणकर कार्यकौशल रे अन्य माने आपनको प्रशंसा करि पारंती। तेबे वृष राशि व्यक्ति परिवार वर्ग बंधु वर्ग एवं प्रेम जगत रे निजर सद्भावना बजाई रखिबे। तेबे आज वृष राशि व्यक्ति धार्मिक कार्य पई आपणको ग्रह संपूर्ण सहयोग करुछंती। पूजा पाठ पई आज निश्चित भाग्य आपणकर अति उत्तम युग रहुछि। तेबे वृष राशि व्यक्ति आज दूर यात्रा करुथिले निश्चित कार्य सफलता युग रहुछि। स्वास्थ्य आपणकर स्थिरता रहि पारे। तेबे वृष राशि व्यक्ति आज आकस्मिक भावे भूमि वाहन इत्यादि जहाँकि क्रिय करिबा पई बा योजना परवर्ती स्टेप रे करि पारंती। आज वृष राशि व्यक्तिंकर भाग्य संख्या रही 3। भाग्य रंग आपण बैगणी रंग व्यवहार करंतु। ग्रह माने आपण को आज जहाँकि 80% साथ दउछंती। एबे चलंतु जानिबा मिथुन राशि व्यक्तिक विषय। मिथुन राशि व्यक्ति आज आपणकर भाग्य उदय युग कहले अतिरिक्त हेब नाही। सकल प्रकार कार्य सिद्धि युग रहुछि। आज दूर यात्रा करुथिले निश्चित कार्य सिद्धि युग रहुछि। अर्थ व्यापार वाणिज्य रे आशा ठारू अधिक लाभ करि पारंती। आज उत्तम कार्य करिबा पई भाग्य आपनको संपूर्ण सहयोग करूछंती। तेबे आज शयन सुख सहित भोजन प्राप्त करिबा पई अति उत्तम युग रहुछि। तेबे मिथुन राशि व्यक्ति आज प्रेम जगत रे अधिक मधुरता विवाह जनित कथाबार्ता करिबा पई बा नूतन प्रेम वार्ता करिबा पई आज आपणकर भाग्य संपूर्ण सहयोग करूछंती। तेबे आज मिथुन राशि व्यक्ति आपण कौनसी कार्य रे जहाँकि नूतन कार्य बा जेकोसी कार्य बा कंपटीशन क्षेत्र जदि भाग नउछंती कार्य सिद्धि युग रहुछि।
ରାଶି ବ୍ୟକ୍ତି ଆପଣଙ୍କର ଯାହାକି କୌଣସି କ୍ଷେତ୍ରରେ ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ବା ଯେକୌଣସି କ୍ଷେତ୍ରରେ ପୂର୍ବରୁ ସମସ୍ୟା ଥିଲା ଆଜି ନିଶ୍ଚିତ ସମାଧାନର ରାସ୍ତା ବାହାରିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଆକସ୍ମିକ ଭାବେ ଭାଗ୍ୟ ବୃଦ୍ଧି ଯୋଗ ରହୁଛି। ଶତ୍ରୁମାନଙ୍କୁ ଆପଣ ପରାଜିତ କରିପାରନ୍ତି। ଆଜି ନିଜର ବନ୍ଧୁବର୍ଗଙ୍କ ଦ୍ୱାରା ଆପଣ ଅନେକ କାର୍ଯ୍ୟସିଦ୍ଧି ଯୋଗ ବନଉଛି। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଆପଣ ପ୍ରେମ ଜଗତରେ ମଧୁରତା ସମ୍ପର୍କ ଅଧିକ ଦେଖାଦେବ। ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହୁଛି। ତେବେ ଆଜି ନିଜର ଦୈନନ୍ଦିନ କାର୍ଯ୍ୟରେ କାର୍ଯ୍ୟ ସହଯୋଗ ମିଳିବା ଏବଂ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ସମସ୍ତେ ପ୍ରଶଂସା କରିପାରନ୍ତି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ଅନେକ ପ୍ରକାର ଲାଭ କରିବେ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି କରିବେ। ମାନ ସମ୍ମାନ ବୃଦ୍ଧି ସହିତ ଆଜି ସମସ୍ତ ପ୍ରକାର ସୁଖ ପ୍ରାପ୍ତ, ଶତ୍ରୁ ବିଜୟ ଯୁକ୍ତ। ଆଜି ଆୟ ଠାରୁ ବ୍ୟୟ ଆପଣଙ୍କର କମ୍ ରହିବ। ଆଜି ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ପୂର୍ବରୁ ଥିଲେ ତାହା ସମାଧାନର ରାସ୍ତା ବାହାରିବ ବା ସ୍ୱାସ୍ଥ୍ୟ ଠିକ ଆଡ଼କୁ ଅଗ୍ରଗତି କରିବ। ତେବେ ଆଜି ଯାହାକି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣ ଯାହାକି ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ନିଶ୍ଚିତ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ନିଶ୍ଚିତ ସଫଳତା ପାଇବେ। ତେବେ ଆଜି ନୂତନ କୌଣସି କାର୍ଯ୍ୟ ନ କରିଲେ ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଭଲ ରହିବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ଏବଂ ବନ୍ଧୁବର୍ଗ ଏବଂ ପ୍ରେମ ଜଗତରେ ନିଶ୍ଚିତ ଆପଣଙ୍କର ମଧୁରତା ବଜାଇ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ତେବେ ଯାହାକି ସିଂହ ରାଶି ବ୍ୟକ୍ତି କୌଣସି କିଛି କାର୍ଯ୍ୟ କଥା ନେଇ ଆପଣ କେତେକାଂଶରେ ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ବିଶେଷ କରି ଦୂରଯାତ୍ରା କରୁଥିଲେ ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରିଲେ ଆପଣଙ୍କର କାର୍ଯ୍ୟ ସଫଳତା ଯୋଗ ରହୁଛି। ତେବେ ବିଶେଷ କରି ଆଜି ସାବଧାନ ରହିବାକୁ ପଡ଼ିବ। ଯଦି ଗାଡ଼ି ପରିଚାଳନା କରୁଛନ୍ତି ନିଶ୍ଚିତ କୌଣସି ରିସ୍କଫୁଲ ଗାଡ଼ି ପରିଚାଳନା କରନ୍ତୁ ନାହିଁ, ନହେଲେ ଆପଣଙ୍କର ଛୋଟ ମୋଟ କ୍ଷତ ଯୋଗ ରହୁଛି। ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣ ଗାଢ଼ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ବାଧାଯୁକ୍ତ, ସମସ୍ତ ପ୍ରକାର ସୁଖ ନାଶ। ଆଜି ନିଜ ଘରଠାରୁ ଦୂରଯାତ୍ରା କରିବା ପାଇଁ ବାଧ୍ୟ ହୋଇପାରନ୍ତି। ମାନସିକ ସ୍ତରରେ ମନରେ ଅନେକ ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ତେଣୁ ନିଶ୍ଚିତ ଆଜି କନ୍ୟା ରାଶି ବ୍ୟକ୍ତି ଧ୍ୟାନ ଦିଅନ୍ତୁ। ନିଜ ଲୋକଙ୍କ ସହିତ ଆଦୌ ଝଗଡ଼ା କରନ୍ତୁ ନାହିଁ। ଆଜି ଭୋଜନ ଜନିତ ବା ଆପଣଙ୍କର ନିଦ ଜନିତ ସମସ୍ୟା ଭୋଗ କରିପାରନ୍ତି, ଯାହା ପାଇଁ ଅଧିକ ଅସ୍ଥିରତା। ତେବେ ଆଜି ସ୍ତ୍ରୀ ବର୍ଗଙ୍କ ସହିତ ବା ସ୍ୱାମୀ ସ୍ତ୍ରୀଙ୍କ ସହିତ ଅଧିକ କଳହ ହେବାର ଚାନ୍ସ ରହୁଛି। ତେଣୁ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ। କୌଣସି ଦୂରଯାତ୍ରା ଆଜି ନ କରିଲେ ଭଲ ହୁଅନ୍ତା। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟ କ୍ଷେତ୍ରରେ ଆପଣ ଅନେକ ପ୍ରକାର ଲାଭ ଯୁକ୍ତ ରହୁଛନ୍ତି। ଆଜି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ବ୍ୟବସାୟରେ ଅନେକ ପ୍ରକାର ଲାଭ ସହିତ ସରଳତା କ୍ଷେତ୍ରରେ ଅର୍ଥ ପ୍ରାପ୍ତ କରିବାର ଅତି ଉତ୍ତମ ଯୁଗ ରହୁଛି। ତେବେ ଆଜି ଯାହାକି ତୁଳା ରାଶି ବ୍ୟକ୍ତି
ନିଜର ବନ୍ଧୁଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ନିଶ୍ଚିତ ଆପଣଙ୍କର ଯେକୌଣସି କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେ କାର୍ଯ୍ୟରେ ପ୍ରଶଂସା ପାଇବେ। କମ୍ପିଟିସନ କ୍ଷେତ୍ରରେ ବା ଯେକୌଣସି କାର୍ଯ୍ୟରେ ଭାଗ ନେଉଛନ୍ତି ସେଥିରେ ବିଜୟ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ମନ ପ୍ରସନ୍ନ ରହିବ ଏବଂ ବହୁତ ଉତ୍ସାହ ସହକାରେ କାର୍ଯ୍ୟ କରିବେ। ଦୂରଯାତ୍ରା କରୁଥିଲେ ନିଶ୍ଚିତ ସଫଳତା ପ୍ରାପ୍ତ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ରହିବ। କୌଣସି ପୂର୍ବରୁ ଯଦି ସ୍ୱାସ୍ଥ୍ୟଜନିତ ସମସ୍ୟା ଥିବ ତାହା ସମାଧାନ ରାସ୍ତା ବାହାରିବ। ତେବେ ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଅନେକ କାର୍ଯ୍ୟହାନି ଯୁଗ ରହୁଛି। ମାନସିକ ଅଶାନ୍ତି, ନିଜ ପରିଜନଙ୍କ ସହିତ ବୈଚାରିକ ମତଭେଦ ଏବଂ କାର୍ଯ୍ୟରେ ସହଯୋଗ ନ ମିଳିବା, ଯେଉଁମାନେ ଆପଣଙ୍କୁ ପୂର୍ବରୁ ସହଯୋଗ କରୁଥିଲେ ଆଜି ଦୂରତା ଅବଲମ୍ବନ କରିପାରନ୍ତି। ସମସ୍ତ କର୍ମକ୍ଷେତ୍ରରେ ବିଫଳତା, ପାପ କର୍ମ ଆଡ଼କୁ ଆପଣଙ୍କର ମନୋବୃତ୍ତି ଯାଇପାରେ। ବିଦ୍ୟାର୍ଥୀମାନଙ୍କର ପାଠହାନି ଯୁଗ। ତେବେ ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଯାହାକି କାର୍ଯ୍ୟହାନି ବା ଆପଣଙ୍କର କାର୍ଯ୍ୟ ବିଫଳତା ବା ନିଷ୍ଫଳତା ରହୁଛି। ମନରେ ଅଶାନ୍ତି, ଦୂରଯାତ୍ରା କରିଲେ କାର୍ଯ୍ୟ ବିଫଳତା ନିଶ୍ଚିତ। ତେଣୁ ଆଜି ବିଛା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ମାନସିକ ଅଶାନ୍ତି ସହିତ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ଧ୍ୟାନ ଦେଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର ଆନନ୍ଦର ଦିନ, ଭାଗ୍ୟ ଉଦୟର ଦିନ। ଆକସ୍ମିକ ଭାବେ ଆପଣଙ୍କର ଭାଗ୍ୟ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରଗତି କରିବ। ସମସ୍ତ କାର୍ଯ୍ୟକ୍ଷେତ୍ରରେ ଆପଣ ସଫଳତା ପାଇବେ। ନୂତନ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବା। ଯେକୌଣସି ଆଜି କାର୍ଯ୍ୟ କରନ୍ତୁ ନା କାହିଁକି ଧନୁ ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବେ। ଆଜି ଉତ୍ତମ ଭୋଜନ ସହିତ କିଛି ଉପହାର ପ୍ରାପ୍ତ କରିବାର ଯୁଗ ରହୁଛି ବା ଆପଣ କାହାକୁ ଉପହାର ଦେଇପାରନ୍ତି ବା ଘରକୁ କିଛି ନୂତନ ବସ୍ତ୍ର ବା ଯେକୌଣସି ଜିନିଷ ଆଣିବାର ଅତି ଉତ୍ତମ ଯୁଗ ରହୁଛି। ତେବେ ଆଜି ଯାହାକି ଧନୁ ରାଶି ବ୍ୟକ୍ତି ଯଦି ପୂର୍ବରୁ ସ୍ୱାସ୍ଥ୍ୟଜନିତ ସମସ୍ୟା ଥିବ ଆଜି ନିଶ୍ଚିତ ସମାଧାନର ରାସ୍ତା ବାହାରିବ। ଆଜି ଯାହାକି ଧନୁ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ ନିଶ୍ଚିତ ଆପଣ ସଫଳତା ପାଇବେ। ବନ୍ଧୁଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସିଦ୍ଧି ଯୁଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ଭାଗ୍ୟ ଅତି ଉତ୍ତମ ଯୁଗ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଆଜି ଭାଗ୍ୟ ଶୀର୍ଷ ସ୍ଥାନରେ ରହିଛି। ତେବେ ଆଜି ଯାହାକି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ବାଧାଯୁକ୍ତ। ଶାରୀରିକ ସମସ୍ୟା, ଆଖି ଜନିତ ସମସ୍ୟା ପୂର୍ବରୁ ଥିଲେ ଆଜି ଅଧିକ ସାବଧାନ ରହିବାକୁ ପଡ଼ିବ। ରାଜନୈତିକ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ହାନି, ଅର୍ଥ ବେପାର ବାଣିଜ୍ୟରେ ଆପଣଙ୍କର ବିଫଳତା ବା ଅର୍ଥନାଶ ଯୁଗ। ବିଶେଷ କରି ଯେଉଁମାନେ ପୂର୍ବରୁ ସହଯୋଗ କରୁଥିଲେ ଆଜି ସହଯୋଗ ନ କରିପାରନ୍ତି, ଯାହା ପାଇଁ ଆପଣ ମାନସିକ ପୀଡ଼ା ଅଧିକ ଦେଖା ଦେଇପାରେ। ତେବେ ଆୟ ଠାରୁ ବ୍ୟୟ ଅଧିକା ହୋଇପାରେ। ବନ୍ଧୁ, ପ୍ରିୟଜନ ବା ପ୍ରେମ ଜଗତରେ ଏବଂ ପରିବାର ବର୍ଗଙ୍କ କ୍ଷେତ୍ରରେ ଆଜି ଅଶାନ୍ତ ପରିବେଶ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। ତେବେ ଆଜି ଯାହାକି ମକର ରାଶି ବ୍ୟକ୍ତି କୌଣସି ଦୂରଯାତ୍ରା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମକର ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି।
ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଉତ୍ତମ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସହଯୋଗ ମିଳିବ। ନୂତନ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ବା ବ୍ୟବସାୟ କ୍ଷେତ୍ରରେ ଆପଣ ଆଶାଠାରୁ ଅଧିକ ଲାଭ କରିବେ। ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ନିଶ୍ଚିତ ଆପଣଙ୍କର ଭାଗ୍ୟ ଅତି ଉତ୍ତମ ଯୁଗ ରହୁଛି। ବିଶେଷ କରି ଆଜି ପତ୍ନୀ ସୁଖ ଏବଂ ପ୍ରେମ ଜଗତରେ ନୂତନ ପ୍ରେମ ପାଇଁ ଆଜି ଗ୍ରହ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ବିଶେଷ କରି ସ୍ତ୍ରୀ ବର୍ଗଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସିଦ୍ଧି ଯୁଗ ବନଉଛି। ତେବେ ଆଜି ନିଶ୍ଚିତ ଆପଣଙ୍କର ଯଦି କୌଣସି ଦୂରଯାତ୍ରା କରୁଛନ୍ତି କୁମ୍ଭ ରାଶି ବ୍ୟକ୍ତି ସକଳ ପ୍ରକାର କାର୍ଯ୍ୟ ନିଶ୍ଚିତ ସଫଳତା ଶୀର୍ଷ ସ୍ଥାନରେ ପହଞ୍ଚିବ ଯୁଗ ବନଉଛି। ତେବେ କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ନିଜ ଲୋକ ଆପଣଙ୍କ ବିରୋଧ କରିପାରନ୍ତି। ବିରୋଧ ସତ୍ତ୍ୱେ ମଧ୍ୟ ଆପଣ ସକଳ ପ୍ରକାର କାର୍ଯ୍ୟରେ ସିଦ୍ଧି ଯୁଗ। ଯେକୌଣସି କାର୍ଯ୍ୟ କରନ୍ତୁ ସଫଳତା ପାଇବେ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଜାୟ ରଖିବେ। ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ନିଶ୍ଚିତ ଆପଣଙ୍କୁ ପ୍ରଶଂସାର ଯୋଗ୍ୟ ବନିବାର ଯୁଗ ବନଉଛି। ତେବେ ଆଜି ପରିବାର ବର୍ଗ ବିଶେଷ କରି ଆପଣଙ୍କର ପ୍ରେମ ଜଗତରେ ବା ନୂତନ ଯେଉଁମାନେ ବିବାହ କରିଛନ୍ତି ସେମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରହିବ। ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଅତି ଉତ୍ତମ ଯୁଗ ରହୁଛି। ତେବେ ଆଜି ମୀନ ରାଶି ବ୍ୟକ୍ତି କୌଣସି ଦୂରଯାତ୍ରା କରୁଥିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ଶୁଭ ଯୁଗରେ ରହିଛି। ତେବେ ଆଜି ବେପାର ବାଣିଜ୍ୟରେ ଆଶାଠାରୁ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଯାହାକି ଶୁଭ ଯୁଗ ପରିସ୍ଥିତିରେ ରହିଛି। ତେବେ ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଓಂ ନମୋ ବିଷ୍ଣବେ ପ୍ରଭ ବିଷ୍ଣବେ।